କ୍ୟାମେରା ଅନ୍ କଲା ମାନେ ହାତ ଦିଟା ଯୋଡି ଦେବାର ଅଛି। ଆଁ? କଣ କହୁଛ? କ୍ୟାମେରା ଅନ୍ କଲା ମାନେ ହାତ ଦିଟା ଯୋଡି ଦେବାର ଅଛି, ଲୋକ ଦେଖନ୍ତୁ। ହଉ ତାହେଲେ ଏମିତି ନମସ୍କାର ବନ୍ଧୁ। କଣ ଏମିତି ନମସ୍କାର? ଲୋକ ଦେଖିବେ କହିବେ ଆଜ୍ଞା ଏଇ ଚିହ୍ନରେ ଭୋଟ ଦେଇ ମତେ ଜୟଯୁକ୍ତ କରାନ୍ତୁ। ଆଉ ଷ୍ଟାର୍ଟ କରୁନ। କଣ ଷ୍ଟାର୍ଟ କରିବି? ତମେ ତ ଏଠି ଷ୍ଟାର୍ଟ କରୁଛ ଦେଖୁଛି ଆଉ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆପଣ ମାନଙ୍କୁ ଆଉ ଏକ ନୂତନ ଅଧ୍ୟାୟକୁ ବହୁତ ବହୁତ ସ୍ୱାଗତ। ଆଉ ସେ ତ କହିଲେନି, ସେଥିପାଇଁ ମୁଁ କହିଦେଲି। ହଉ। ଚାଲନ୍ତୁ ଆଜିର କୋଶ୍ଚିନ୍ କଣ ଅଛି ଆଉ ପଚାରିବା, କାହିଁକି ନା ସାରଙ୍କର ଲୋକମାନଙ୍କ ପାଇଁ ନା, ମୋର କଣ ଅଛି? ଲୋକ ଦେଖୁନାହାନ୍ତି ଆଉ ଇନଷ୍ଟାଗ୍ରାମ ତମର ପୁରା ବ୍ୟାକ୍ ଟୁ ବ୍ୟାକ୍ ଯଦି ହେଇଯାଉଛି। ଦେଖୁନାହାନ୍ତି, ଯଦି ଭଲ ପାଇବା ଦଉନାହାନ୍ତି, ତାହେଲେ ମୁଁ ଆସିକି 2500 ସବସ୍କ୍ରାଇବର କେମିତି ପହଞ୍ଚିବି କୁହ? କୁହ। ଆରେ ଏବେ ବା କମି କମି ଯାଉଛି। କମି ଯାଉଛି, କଣ ଗୋଟେ ହେଇଥିବ କମି ଯାଉଛି। ହଉ, ସେଥିପାଇଁ କଣ ମୁଁ ପ୍ରଶ୍ନର ଉତ୍ତର ଦବ। ପ୍ରଥମ ପ୍ରଶ୍ନ କହିପାରିବ? ନା କହିପାରିବିନି। ସେ କେଉଁ ଜିନିଷ ଯାହା ସବୁବେଳେ ପାଖରେ ଥାଏ କିନ୍ତୁ ଆମେ ତାକୁ ଦେଖିପାରୁନା? ପାଖରେ ଥାଏ, ଆମେ ତାକୁ ଦେଖିପାରୁନା? ନା। ସେ କେଉଁ ଜିନିଷ ଯାହା ସବୁବେଳେ ପାଖରେ ଥାଏ କିନ୍ତୁ ଆମେ ତାକୁ ଦେଖିପାରୁନା? ଏମିତି କଣ ଯାହା ଆମ ପାଖରେ ଥାଏ ଆମେ ଦେଖିପାରୁନୁ? ଆମ ନିଜର ଭଲ ଗୁଣ? ଆମ ନିଜର ଭଲ ଗୁଣ ନା ଖରାପ ଗୁଣ? ପାଖରେ ସବୁବେଳେ ଥାଏ କିନ୍ତୁ ଆମେ ତାକୁ ଦେଖିପାରୁନା? କଣ ସେଟା ମୁଁ ଜାଣିନି। ପାଖରେ ଏମିତି କଣ? ଛାଇ ତ ଦେଖିପାରିବ, ଆଉ କଣ ଦେଖିପାରିବନି? ଚିନ୍ତା କର, ଚିନ୍ତା କର। ଚିନ୍ତା କଲେ ମତେ ରାତି ଯାକ ଟାଇମ ଲାଗିବ। ପବନ। ପବନ ପାଖରେ ଥାଏ, ଆମେ କଣ ଦେଖିପାରୁଛେ? ହେଲେ ଅନୁଭବ ତ କରିପାରୁଛେ ନା? ଦେଖିବା କଥା କହିଲି, ଅନୁଭବ କରିବା କଥା କହିନି। ଏମିତି କେଉଁ ଜିନିଷ ଯାହାକୁ ଆମେ ଖାଇବା ପାଇଁ କିଣୁ କିନ୍ତୁ ଖାଉନା? ଖାଇବା ପାଇଁ କିଣିବୁ କିନ୍ତୁ ଖାଇବୁନି? ନା। ତାକୁ ଆମେ କିଣୁ ଖାଇବା ପାଇଁ କିନ୍ତୁ ଖାଉନା? ପ୍ଲେଟ। ସେଇଟି? ନେକ୍ସଟ ପ୍ରଶ୍ନ, ଏମିତି କେଉଁ ଜିନିଷ ଯାହାର ଛାଇ ନଥାଏ? ତାପରେ ସେତିକି। ଏମିତି କୋଉ ଜିନିଷ ଯାହାର ଛାଇ ନଥାଏ? ଆଜି ବା ସବୁ ଛୋଟ ପ୍ରଶ୍ନ। ଛାଇର ଛାଇ ନଥାଏ? ଏମିତି କେଉଁ ଜିନିଷ ଯାହାର ଛାଇ ନଥାଏ? ଗାଈ। ଗାଈ? ଗାଈରେ କଣ ଛାଇ ଥାଏ? ଗାଈର ଛାଇ ନଥିବ କେମିତି? ସ୍ୱପ୍ନ। କୁଆଡେ ଯାଉଛ? ଛାଇ ଛାଇ କାହାର ନଥାଏ? ଏମିତି ଛାଇ ତ କେଉଁ ଜିନିଷ ସମସ୍ତଙ୍କର ଥାଏ। ଯାହାର ଛାଇ ନଥାଏ? କଣ ଉତ୍ତର କଣ? ଉତ୍ତର କହୁନ? କହୁନ, ମୁଣ୍ଡ ଛାଇ ଖଟଉନ। ନଥାଏ, ମୁଣ୍ଡ ଖଟୁନି। ସେ ଜିନିଷର ଛାଇ ପଡିବ ନାହିଁ। ପଡିବ ନାହିଁ? ନା। ଆଖି। କଣ ବା? ଆମର ଯୋଉ ଛାଇଟା ଦେଖାଯାଏ, ତା ଦେହରେ କଣ ଆଖି ଦେଖାଯାଏ? ଆରେ ଏମିତି ଗୋଟେ ଜିନିଷ, ଯୋଉ ଜିନିଷ ଦୁନିଆରେ ଅଛି କିନ୍ତୁ ତାର ଛାଇ ନାହିଁ? ସ୍ୱପ୍ନ। ସ୍ୱପ୍ନକୁ ତମେ ଦେଖିପାରୁଛ? ସେ ଜିନିଷକୁ ତମେ ଦେଖିପାରିବ। ଦେଖିପାରିବ କିନ୍ତୁ ତାର ଛାଇ ନାହିଁ? ସେଥିରେ ଛାଇ ଆସେ। ଆସିବନି ଏଟା। ଆସିବନି। ଚିନ୍ତା କରେ। ଏମିତି କୋଉ ଜିନିଷ? ବିବେକ। ବିବେକ। ବିବେକ ନୁହଁ। ଆଉ? ସେ ଜିନିଷର ଛାଇ ନଥାଏ। ଛାଇ ନଥାଏ? ତାକୁ ଠିଆ କଲେ ବି ତାର ଛାଇ ପଡିବ ନାହିଁ। କଣ?
କୋଉ ଜିନିଷ କହୁନ, ମତେ ଆସିବନି, ତୁମେ କୁହ। ଆଉ ଦର୍ଶକ ମାନଙ୍କୁ ପଚାର। ଆଉ ଆନ୍ସର ତ ବହୁତ ଅଛି। ଆନ୍ସର ବହୁତ ଅଛି। ହୁଁ ମୁଁ ତ ଏତେ ଆନ୍ସର ଢାବା ବାଡି କଲିଣି କି କୋଟି ବି ବାଜୁନି। କାଚ ଗ୍ଲାସ। କାଚ ଗ୍ଲାସରେ ଛାଇ ଅଛି। କାଚ ଗ୍ଲାସ ମାନେ ଯୋଉ ଲମ୍ବାରେ ପାଣି ପିଇବା ଗ୍ଲାସ କଥା କହୁନି, ଆଉ ଯୋଉ ହଁ ହଁ ଲମ୍ବାରେ ହଁ ଗ୍ଲାସ ହଁ ଠିଆ କଲେ ତା ଛାଇ ପଡିବ କି? ନା। ବାୟୁମଣ୍ଡଳରେ ରହିଛି ଜଳୀୟ ବାଷ୍ପ, ହୁଁ। ତା ଛାଇ ଆସିବ କି? ଏତେ ଆଡେ କୋଉଠି ଯିବ, ମୁଣ୍ଡ ଖଟେଇବି। ହଉ। ହଉ କୁହ ନେକ୍ସଟ ଏମିତି କ୍ୱେଶ୍ଚିନ୍। କେଉଁ ଜିନିଷ ଯାହାକୁ ଯେତେ ଧୋଇଲେ ସେ ସେତେ କଳା ଦେଖାଯାଏ? ଧୋଇଲେ କଳା ଦେଖାଯିବ? ହୁଁ କଳା ମାର୍ବଲ, କଳା ଚୁଟି, ହୁଁ କୋଇଲା। ଅଙ୍ଗାର ବି ହବନି? କୋଇଲା କୋଇଲା। ସେ ଏକା କଥା, ଚୁଟି ବି କଳା, କୋଇଲା ବି କଳା। ଆଜିକାଲି ତ କଳା ଚୁଟି କାହାର ନାହିଁ, ସବୁ ପଇସା ଦେଇ କହରା କରିଦଉଛନ୍ତି। ଏମିତି କେଉଁ ଜିନିଷ ଯାହା ଖାଇଲା ବେଳେ ଦେଖାଯାଏନି କିନ୍ତୁ ଖାଇଲେ ଖାଇସାରିବା ପରେ ବହୁତ କଷ୍ଟ ହୁଏ? ଖାଇଲା ବେଳେ ଦେଖାଯାଏନି, ନା। ଖାଇସାରିଲା ପରେ ବହୁତ କଷ୍ଟ ହୁଏ? ହୁଁ ମାଡ 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 ମାଡ। ମାଡ କଣ ଦେଖାଯିବନି ନା କଣ ଖାଇଲା ବେଳେ? ଦେଖାଯିବନି? ସିଏ କିନ୍ତୁ ଜିନିଷ ଖାଇଲା ବେଳେ ଦେଖାଯିବନି, ତମେ ଖାଇ ସାରିଲା ପରେ ଜାଣିବ ଯେ ମୁଁ ଖାଇଲି, ତାପରେ ଯୋଉ କଷ୍ଟଟା ହବ। ଇଞ୍ଜେକ୍ସନ। ଇଞ୍ଜେକ୍ସନ ଦେଖାଯିବନି ଖାଇଲା ବେଳେ, କିଏ ଦେଖନ୍ତିନି? ଖାଇଲା ଆଉ କଣ ଖାଇଲା ବେଳେ କିଏ ଦେଖନ୍ତିନି? ସେଇ ଜିନିଷ ଖାଇଲା ବେଳେ ଦେଖାଯାଏନି। ଦେଖାଯାଏନି? ଦର୍ଶକ ବନ୍ଧୁ ଆପଣ ମାନେ ଯଦି ଆନ୍ସର ଜାଣିଛନ୍ତି କମେଣ୍ଟରେ ଲେଖନ୍ତୁ। କୋଉ ଜିନିଷ ଖାଇଲା ବେଳେ ଦେଖାଯାଏନି, ଖାଇସାରିଲା ପରେ ବହୁତ କଷ୍ଟ ହୁଏ? ହୁଁ ସେ କୋଉ ଜିନିଷ ଖାଇଲା ବେଳେ। ଧୋକା। ଆଉ ନେକ୍ସଟ ପଚାର। ଧୋକା ସବୁଠୁ କଷ୍ଟକର ଜିନିଷଟା। ସେ କିଏ ଯେ ସାରା ଦୁନିଆ ବୁଲିପାରେ କିନ୍ତୁ ତାକୁ ମନ୍ଦିର ଭିତରକୁ ଆଲାଉ ନାହିଁ? ସବୁଆଡେ ବୁଲିବ, ମନ୍ଦିର ଭିତରକୁ ଯିବନି? ନା। ଚପଲ, ହୁଁ ଜୋତା ଜୋତା ଜୋତା। କେତେଟା ପ୍ରଶ୍ନ ହେଲା? ଗଣି ହେଇଗଲାଣି 5ଟା ଖଣ୍ଡେ। ହଉ ଦର୍ଶକ ବନ୍ଧୁ, ଆଜିର 5ଟି ଯାକ କୋଶ୍ଚିନ୍ କି 5ଟିରୁ ଅଧିକ କୋଶ୍ଚିନ୍ ଆଜି ପଚାରି ଦେଇଛନ୍ତି, ମୁଁ ଆଉ କାଉଣ୍ଟ କରିନି। ଆପଣ ମାନଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ମତାମତ ଜଣେଇବେ। ଆଉ ଭିଡିଓକୁ ଟିକେ ଲାଇକ୍ ସେୟାର କରିବେ ଆଉ ସବସ୍କ୍ରାଇବ କରିବେ। ଆଉ ମୋ ସ୍ୱାମୀ ଯୋଉ କଥାଟା କହୁଛନ୍ତି ଭଲ ପାଇବା କମେଇ ଦେଇଛନ୍ତି, ତାଙ୍କ କଥା ଜମା ସତ ହବାକୁ ଦେବେନି। ଆଉ ଟିକେ ସେଇଟା ବି ଟିକେ ବଢେଇ ଦେବେ, ସିଏ ବି ଟିକେ ଦେଖନ୍ତୁ। ଆଜି ପାଇଁ ଏତିକି, ନମସ୍ତେ। ଏଇନା କଣ ନମସ୍ତେ। ଭଲରେ ଥାନ୍ତୁ ସମସ୍ତେ।